ନମସ୍କାର। ନିଛ କଥାର 33ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଓ ନମସ୍କାର। ଆଜି ଅଧ୍ୟାୟର ଶୀର୍ଷକ କର୍ମ ମୋହର ନିଜ ଗୁରୁ। ଆମ ଭାଗବତରେ ଲେଖାଯାଇଛି, କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତୁତୁ ପ୍ରଚାର। ଉଦ୍ଧବ ବାରମ୍ବାର ପ୍ରଭୁ ପଚାରୁଛନ୍ତି, ହେ ପ୍ରଭୁ ମୋତେ କହିଦିଅ ମୁଁ କାହାକୁ ଗୁରୁ କରିବି। ପ୍ରଭୁ କହୁଛନ୍ତି, କାହାକୁ ତୋର ଗୁରୁ କରିବା ଆବଶ୍ୟକତା ନାହିଁ, ତୋ ନିଜ କର୍ମକୁ ତୁ ଗୁରୁ କର। ତାହେଲେ ହେ ବନ୍ଧୁମାନେ, ଆସ ଆମ କର୍ମକୁ ଆମେ ଗୁରୁ କରିବା, ଆମ କର୍ମକୁ ପୂଜା କରିବା, ଆମ କର୍ମରେ ଶୃଙ୍ଖଳା ରକ୍ଷା କରିବା, ଆମ କର୍ମରେ ସମୟାନୁବର୍ତ୍ତିତା ରକ୍ଷା କରିବା, ଆମ କର୍ମରେ ସଚ୍ଚୋଟତା ବଜାୟ ରଖିବା, ଆମ କର୍ମରେ ସ୍ୱଚ୍ଛତା ରକ୍ଷା କରିବା। ଆମର ଯାହା ବିହିତ କର୍ମ ଅଛି, କରଣୀୟ କର୍ମ ଅଛି, ତାହାକୁ କରିବା। ଆମର ଗୁରୁ ସାଧୁ କରିବାର ନାହିଁ, ସନ୍ନ୍ୟାସୀ କରିବାର ନାହିଁ, ବା ବାବାଙ୍କୁ କରିବାର ନାହିଁ। ଏହା କେବଳ ଗୋଲକ ଧନ୍ଦା। ଏମାନଙ୍କ ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ ହୁଏ, ଲକ୍ଷ ଲକ୍ଷ ଟଙ୍କା ବର୍ବାଦ ହୁଏ। ତେଣୁ ହେ ଭାଇମାନେ, ହେ ବନ୍ଧୁମାନେ, ଆସ ନିଜ କର୍ମକୁ ପୂଜା କରିବା। ତାହେଲେ ଆମ କର୍ମକୁ ଆମେ କେମିତି ପୂଜା କରିବା? ନା ଆମ କର୍ମ କରିବା ପାଇଁ ଯାହା ଯାହା ଇକ୍ୟୁପମେଣ୍ଟସ୍ ଦରକାର, ସେଗୁଡ଼ିକ ସବୁ ଠିକ୍ ସେ ବ୍ୟବହାର କରିବା। ସମୟାନୁବର୍ତ୍ତିତା, ସେ ଶିକ୍ଷକଟିଏ ହେଉ, ଡାକ୍ତରଟିଏ ହେଉ, ଇଞ୍ଜିନିୟରଟିଏ ହେଉ, ଓକିଲଟିଏ ହେଉ, ସରକାରୀ କର୍ମଚାରୀଟିଏ ହେଉ ବା ଶ୍ରମିକଟିଏ ହେଉ, ସମସ୍ତେ ସମୟାନୁବର୍ତ୍ତିତାକୁ ବଜାୟ ରଖିବା ଦରକାର। ଦ୍ୱିତୀୟ କଥା, ସଚ୍ଚୋଟତା। ସଚ୍ଚୋଟତା କହିଲେ ଆମେ କ'ଣ ବୁଝିବା? ଜଣେ ଶିକ୍ଷକଟିଏ ନିଜ ପୂର୍ବପ୍ରସ୍ତୁତି କରୁ, ଠିକ୍ ସମୟରେ କ୍ଲାସ୍କୁ ଯାଉ, ପିଲାଙ୍କୁ ପଢ଼ାଉ, ଅନୁସନ୍ଧିତ୍ସୁମୂଳକ ପ୍ରଶ୍ନ ପଚାରୁ ଏବଂ ପିଲାଙ୍କୁ ଉତ୍ତର ଦେବାକୁ କୁହନ୍ତୁ। ପିଲା ଯଦି ଉତ୍ତର ନ ଦେବେ ନିଜେ କୁହନ୍ତୁ। ଏହା ହେଉଛି ସଚ୍ଚୋଟତା ଜଣେ ଶିକ୍ଷକ ପାଇଁ। ସେମିତି ଗୋଟେ ଡାକ୍ତରଟିଏ ଠିକ୍ ସମୟରେ ମେଡ଼ିକାଲକୁ ଆସୁ ଏବଂ ରୋଗୀଠୁ ଭଲ ଭାବରେ ଦେଖୁ, ନିହାତି ଯେତିକି ଆବଶ୍ୟକ ଔଷଧ ସେତିକି ଲେଖୁ। ଯେଉଁ ରିପ୍ରେଜେଣ୍ଟେଟିଭ କଥାକୁ ରଖି ଅଧିକ ଔଷଧ ନ ଲେଖୁ, ମନି ଓରିଏଣ୍ଟେଡ୍ ନ ହଉ। ସେମିତି କୃଷି ଶ୍ରମିକଟିଏ ଠିକ୍ ସମୟରେ ଯାଉ, କ୍ଷେତକୁ ଯାଉ, ତା ମାଲିକ କ୍ଷେତ୍ରରେ କାମ କରୁ ଏବଂ ତାର ଯେତିକି ପାରିବା ପଣିଆ ଅଛି, ଯେତିକି ତାର ବଳ ସେତିକି କାମ କରୁ, ନ ଠକୁ। ସେମିତି ଆମେ ଦେଖିବା ଶିଳ୍ପ ଶ୍ରମିକଟିଏ, ସେମିତି ଶିଳ୍ପରେ କାମ କରୁ ଏବଂ ନ ଠକୁ। ସେମିତି ଦେଖିବା ସରକାରୀ କର୍ମଚାରୀ ଠିକ୍ ସମୟରେ ତା ଅଫିସ ଯାଉ, ବିନା କେଳାପତିରେ କାମ କରୁ। ଯେଉଁମାନେ କାମ ପାଇଁ ନେଇକି ଯାଉଛନ୍ତି କାମ କରିବା ପାଇଁ, ସେମାନଙ୍କୁ ଉଚିତ ସମ୍ମାନ ଦେଖାନ୍ତୁ। ଏଗୁଡ଼ିକ ହେଉଛି ସବୁ ସଚ୍ଚୋଟତା। ସ୍ୱଚ୍ଛତା, ଆମେ ସମସ୍ତେ ଆମର ପାରିବେଶିକ ସ୍ୱଚ୍ଛତା, ହୃଦୟର ସ୍ୱଚ୍ଛତା ଓ ଶାରୀରିକ ସୁସ୍ଥତା ବଜାୟ ରଖିବା। ତାହେଲେ ଏମିତି କ'ଣ ହେବ? ଏକ ଶ୍ରେଷ୍ଠ ସମାଜ, ଏକ ସମୃଦ୍ଧ ସମାଜ, ଏକ ସମଳ ସମାଜ ଗଠନ ହୋଇପାରିବ। କେମିତି? ନା ଶିକ୍ଷକଟିଏ ସାକ୍ଷରତା ଦ୍ୱାରା ଅଜ୍ଞତା ଦୂର କରିବ। କୃଷି ଶ୍ରମିକଟିଏ ବା କୃଷକଟିଏ ଖାଦ୍ୟ ଉତ୍ପାଦନ କରି, କୃଷି ଉତ୍ପାଦନ କରି କ'ଣ କରିବ? ନା ଦୁର୍ଭିକ୍ଷ, ଅନାହାର ଲୋକ ମୁକ୍ତି ଦେବ। ଡାକ୍ତରଟିଏ ସେବା କରି, ଡାକ୍ତର କାହାକୁ ସେବା କରିବ? ରୋଗୀଟିର ସେବା କରିକି ସୁସ୍ଥ ସମାଜ ଗଠନ କରିବ। ଏମିତି କଲେ କ'ଣ ହେବ? ସମାଜରୁ ସମସ୍ତ ଦୁଃଖ ଦୈନ୍ୟ ହଟିଯିବ, ସମାଜ ଏକ ସମୃଦ୍ଧ ସମାଜ ହେଇପାରିବ। ତେଣୁ ଆମେ ଯଦି ଭଲ କାମଟି କରିବା, ତାହେଲେ ଭଗବାନ ଆମ ପାଖକୁ ଆସିବେ। ଆମର ଭଗବାନ ପାଖକୁ ଯିବାର ଆବଶ୍ୟକତା ନାହିଁ। ଧନ୍ୟବାଦ।
ନମସ୍କାର। ଜୟ ଜଗନ୍ନାଥ।